ଏଠି ପାୟା ମାନେ ତାଡ଼ିବେ, ତାଡ଼ିକି ଖୁଣ୍ଟ ଭଳିଆ ଉଠେଇବେ ଆଉ ଏପାରିଠୁ ସେପାରି, ତାପରେ ଜଟ କରିକି ପୋଲ ହେଇଯିବ, ତାପରେ ଆମର ସୁବିଧା ହେଇଯିବ ଆଉ। ତ ସାଙ୍ଗମାନେ ଦେଖିପାରୁଛନ୍ତି ଆମ ଗାଁ ଲୋକ କେମିତି ମାନେ ଡାଳ ଗଛ ସବୁ କାଟିତେ ଲାଗି ପଡ଼ିଛନ୍ତି। ମାନେ ପୁଲ ହେବ କହିକି ଏଇ ଯେଉଁ ଗଛ ସବୁ ଗଡ଼େଇ ଦିଆଯାଇଛି, ଏଇ ବାଟେ ପୁଲଟା ହେବ କହିକି। ଆଉ ସମସ୍ତେ ଛାନିଆ ମାନିଆରେ ଗଛ ଡାଳ ସବୁ କାଟୁଛନ୍ତି, କିଏ କେମିତି ନେଇପାରୁଛି ଆଉ। ଦେଖନ୍ତୁ ପୁରା ମାଲ ମେଟେରିଆଲ ସବୁ ଆସି ପହଞ୍ଚି ଯାଇଛି ପୁଲ ପାଇଁ। ହାय ଫ୍ରେଣ୍ଡ, ନମସ୍କାର। ମୁଁ ଲିଟୁ, ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ଆମ ନୂଆ ଭିଡ଼ିଓରେ। ତ ସାଙ୍ଗମାନେ ଆଶା କରୁଛି ଆପଣମାନେ ଭଲ ଥିବେ, ମୁଁ ମଧ୍ୟ ଭଲରେ ଅଛି। ତ ସାଙ୍ଗମାନେ ଆଜି ମୁଁ ବହୁତ ଖୁସି, ମୁଁ କିସ ଆମ ଗାଁ ବାସିନ୍ଦା ବି ବହୁତ ଖୁସି। କାହିଁକି ଖୁସି ମୁଁ ସେଟା ମୁଁ କହିବି ଏବଂ ଦେଖେଇବି ଭିଡ଼ିଓ ମାଧ୍ୟମରେ। ତ ସାଙ୍ଗମାନେ ଆପଣମାନେ ତ ଜାଣିଥିବେ ଆମ ରାସ୍ତା କିଭଳି ହେଇଥିଲା, ଆଗ ଭିଡ଼ିଓରେ ଦେଖିଥିବେ। କିନ୍ତୁ ଆଜି ମୁଁ ବହୁତ ଖୁସି, ଆଉ ଆମେ ସମସ୍ତେ ବି ବହୁତ ଖୁସି ଗାଁ ସାରା ଲୋକ। କିନ୍ତୁ ଆମ ଗାଁ ପାଖରେ ଗୋଟେ ପୋଲ ହଉଛି, ଆଉ ମୁଁ ଦେଖେଇବି ସେ ପୋଲଟା କେମିତି ହଉଛି। ଆଉ ଆମର ଗାଁ ତ ଦେଖୁଥିବେ, ଏପଟେ ଯୋଉ ରାସ୍ତାଟା ଯାଇଛି, ଏପଟେ ଯୋଉ ରାସ୍ତାଟା ଯାଇଛି, ଏଇଟା ମାନେ ଆମ୍ବୁଲାନ୍ସ ବି ଆସିପାରିବନି, ସେମିତି ହେଇଛି ରାସ୍ତାଟା। ମାନେ ଖାଲ ଢିପ କେହି ଗୋଟେ ରାସ୍ତା ତିଆରି କରିବାର ନାଁ ଧରୁନାହାନ୍ତି, ସରପଞ୍ଚ ଫରପଞ୍ଚ କେହି। କିନ୍ତୁ ଯାହା ହଉ ବହୁତ କଷ୍ଟରେ ଏପଟେ ଆମର ଗୋଟେ ପୋଲ ସେକ୍ସନ ହେଇଯାଇଛି, ଆଉ ସେ ପୋଲଟା ତିଆରି ହେଇ ଆରମ୍ଭ ହଉଛି। ତ ଚାଲନ୍ତୁ ମୁଁ ଯିବି ଆଉ ଦେଖେଇବି କେମିତି ଆମର ପୋଲ କାମ ଚାଲିଛି। ଯାହା ହଉ ପୋଲଟା ହେଇଗଲେ ଆମର ମାନେ ହସ୍ପିଟାଲ ଯିବା ଆସିବା ପାଇଁ ବହୁତ ସୁବିଧା ହବ। କିନ୍ତୁ ଆଗରୁ ଆମ୍ବୁଲାନ୍ସ ବି ଆମ ଗାଁକୁ ଆସିପାରୁନଥିଲା, କିନ୍ତୁ ଏପଟେ ଯିବୁ ଆଉ। ଏଇଟା ଦେଖନ୍ତୁ ଏଇଟା ଦେଖନ୍ତୁ ଏପଟେ ଆଗ ଭିଡ଼ିଓ ଗାରେ ଦେଖିଥିବେ ଆପଣ ମାନେ, ଯୋଉ ନଦୀଟା ଗୋଟେ ଥିଲା ଏଇଠି, ଏପଟେ ହଉଛି ତାର ରାସ୍ତା ଥିଲା। କିନ୍ତୁ ଏଠି ଜେସିପି, ଏଇଟା ଦେଖନ୍ତୁ ଜେସିପି ଏଇଟା କାଟିକି ପୁରା ରାସ୍ତା ବନେଇଦେଲା। ଏହାର ଗଛ ପତ୍ର ପୁରା ଭରପୁର ହେଇକି ଥିଲା, ଗଛରା ସବୁ କଟା ହେଇଗଲା। କଟା ହେଇକି ଏଇଠି ଜେସିବି ଗଲା ତା ରାସ୍ତା ବନେଇଦେଲା ଆର ପାରି ଯାଏ। ଆର ପାର ଯାଏ ରାସ୍ତା ବନେଇଦେଲା, ଆଉ କାମ ଚାଲିଛି। ଯାହା ହଉ ଆମକୁ ବହୁତ ଖୁସି ଲାଗୁଛି ଯେ ଆମ ଗାଁରେ ଗୋଟେ ପୋଲ ହବ, ଆଉ ହସ୍ପିଟାଲ ଯିବା ଆସିବା ପାଇଁ ବହୁତ ସୁବିଧା ହବ। ଆମ୍ବୁଲାନ୍ସ ଫାମ୍ବୁଲାନ୍ସ ଆସିପାରିବ, କିନ୍ତୁ ଆଗରୁ ଆମ୍ବୁଲାନ୍ସ ପାଇଁ ଆମର ବହୁତ ଅସୁବିଧା ହଉଥିଲା। ଏପଟେ ହଉଛି ଆମ ଗାଁଟା, ଦେଖନ୍ତୁ ଏଇଟା ପୋଲଟା ପୁରା ସେଇ ହଳିଆ ଆସନ ସେଇଥିପାଇଁ ଲାଗି ରହିବ। ଏଟା ମାଟିରେ ସବୁ ଗଦା କରିଦେଇଛି, ଦେଖନ୍ତୁ ଆମ ଟୋକା ଲୋକ ସବୁ ଏଠି ଆସିକି ଦେଖୁଛନ୍ତି, ଦେଖନ୍ତୁ। ଏଇଟା ପୁରା ଉଞ୍ଚା ଥିଲା, ଏଇଟା କାଟିକି ଲେବୁଲ କରିଦେଲା। ଲେବୁଲ କଲା ପରେ ଏଠି ପାୟା ମାନେ ତାଡ଼ିବେ, ତାଡ଼ିକି ଖୁଣ୍ଟ ଭଳିଆ ଉଠେଇବେ ଆଉ ଏପାରିଠୁ ସେପାରି, ତାପରେ ଜଟ କରିକି ପୋଲ ହେଇଯିବ, ତାପରେ ଆମର ସୁବିଧା ହେଇଯିବ ଆଉ ଯିବା ଆସିବା ପାଇଁ। ଜେସିବି ବାଲା ତାର କାମ ଲାଗିଛି। ଆଉ ସେପଟେ ଯିଏ ଦେଖୁଛନ୍ତି, ଏଇଟା ଟିକେ ଜୁମ କରୁଛେ, ଏଇଟା ସବୁ ତଳେ ରହିବ, ମାନେ ଦୁଇଟା ଲେଖା ତଳେ ରହିବ। ମାନେ ଗୋଟେ ଅଛି 30 ଫୁଟ ଲେଖା, 30-60 ଦୁଇଟା ମାନେ ପୁରା ଭିତରକୁ ଯିବ ଏଇ ନଦୀ ଭିତରେ। ଆଉ ତା ଉପରେ ଏଇଟା ଦେଖନ୍ତୁ, ଏଇଟା ଆଗେ ଭର୍ତ୍ତି କରାହବ, ତାପରେ ଏଇଟା ଭର୍ତ୍ତି କରାହବ। ଏଇଟା ଭର୍ତ୍ତି କଲା ପରେ ଢଳେଇ କରାହବ। ଢଳେଇ କରି ସାରିକି ଉପରେ ପାୟା ଉଠିବ, ତାପରେ ପୋଲଟା ହବ। ତ ଦେଖନ୍ତୁ କେତେ ସିଷ୍ଟମ କରିକି ପୋଲ ଗୋଟେ ତିଆରି ହଉଛି। ତ ଦେଖନ୍ତୁ ଏଠି କେମିତି କାମ ଚାଲିଛି। ଯାଉ ସାଙ୍ଗମାନେ, ଆମର ପୋଲଟା ହେଇସାରିଲା ପରେ ଆମ ଗାଁ ଲୋକ ଆମେ ମଧ୍ୟ ବହୁତ ଉପକୃତ ହବୁ। ଆଉ ଆମ୍ବୁଲାନ୍ସ ଫାମ୍ବୁଲାନ୍ସ ଯିବା ଆସିବା ପାଇଁ ଆମର ଏଇ ରାସ୍ତାରେ ବହୁତ ସୁବିଧା ହବ। ହସ୍ପିଟାଲ ଯିବା ଆସିବା ପାଇଁ ଆମର ଗାଁ ଟା ଏମିତି ଗୋଟେ ଜାଗାରେ ରହିଯାଇଛି ନଦୀ କଡରେ, କିନ୍ତୁ ଆମ୍ବୁଲାନ୍ସ ଗୋଟେ ଆସି ପାରୁନଥିଲା ଆଗରୁ। ମାନେ ବର୍ଷା ଦିନେ ରାସ୍ତାରେ ପୁରା ପାଣି ଜମା, ଏପଟ ସେପଟ ଖାଲ ହେଇଯାଇଥିବ। ଆଉ ଆଜି ତ ଆଉ ଯାହା ହଉ ପୋଲଟା ହେଇସାରିଲା ପରେ ଆମର ବହୁତ ସୁବିଧା ହବ। କାହିଁକି ନା ରାତି ଅଧେ ବି ଯିବା ଆସିବା ପାଇଁ ବହୁତ ସୁବିଧା ହବ। ଏପଟେ ଟିକେ ଭୟ ଲାଗୁଥିଲା, ଆଉ ଏଠି ପୋଲଟା ଦେଖିବା କେତେ ଦିନ ଲାଗୁଛି, ଆଉ 2-3 ବର୍ଷ ବୋଧେ ଲାଗିବ ପୋଲ କାମ ସର୍ତେ ସର୍ତେ। ତାପରେ ମଝିରେ ମଝିରେ ଗୋଟେ ଗୋଟେ ବ୍ଲଗ ଭିଡିଓ ଛାଡୁଥିବି, କେତେ କାମ ହେଲା ପୋଲର, ସେଇ ହିସାବରେ ମୁଁ ଆପଣ ମାନଙ୍କୁ ଦେଖେଇବି ଭିଡିଓ ମାଧ୍ୟମରେ। ତ ସାଙ୍ଗମାନେ ଦେଖନ୍ତୁ,
ଏବେ ତ ଖାଲି ଷ୍ଟାର୍ଟିଂ ହଉଛି, ଷ୍ଟାର୍ଟିଂ ରେ ଏମିତି ସବୁ କରାହଉଛି ଆଉ। ତାପରେ ପୁଣି ଯେତେବେଳେ ଫୁଲ ହବ ସେତେବେଳେ ଆଉ ଗୋଟେ ବ୍ଲକରେ ମୁଁ ଦେଖେଇବି ଆପଣମାନଙ୍କୁ। ଆଉ ସେପଟେ ଯୋଉ ଘର ଦେଖୁଛନ୍ତି ସେ ଘରେ ଗୋଟେରେ ରୋଷେଇ ହଉଛି, ଆଉ ଗୋଟେରେ ଶୋଉଛନ୍ତି, ଆଉ ସିମେଣ୍ଟ ଫିମେଣ୍ଟ ସବୁ ରଖା ହେଇଛି। ତ ସାଙ୍ଗମାନେ ଦେଖନ୍ତୁ ଏଇଟା ଏ ଯେଉଁ ହୋମ୍ ପାଇପ୍ଟା ଏଇଟାକୁ କେମିତି ମାନେ କାଖାଇକି ନେବ ହେଲା କି ଦେଖନ୍ତୁ, ମାନେ ଜେସିବିରେ କେମିତି ଟେକି ନେବ, ପୁରା କୁଣ୍ଢେଇକି ନେବା ଭଳିଆ ଟେକି ନେବ। ଏଇଟା ତାକୁ ଧରିଲା ବେଳକୁ ସେ ଇଆଡ଼େ ସିଆଡ଼େ ଗଡ଼ି ଯାଉଛି ଦେଖନ୍ତୁ ପୁରା। ନା ସେଇ ଦୁଆର ହେଇପାରିଲାନି, ଏଇନା ଟିକେ ମାଟିଟାକୁ ଖୋଳିଦେବ, ଗାତ କରିଦେବ ତଳକୁ। ଦେଖନ୍ତୁ ଏଇଟା ଆଗେ ଖୋଳିଦେଲା, ଖୋଳି ଦେଇକି ଏଇନା ତାକୁ ଧରିବ ଆଉ। ଦେଖନ୍ତୁ ପେଲିକି ଆଣିଲା, ଏବେ ସେଇ ଗାତ ପାଖରେ ରଖିବ, ତାପରେ ଏଇନା ତାକୁ ଜାବୁଡ଼ିକୁ ଧରିବ ପୁରା ମଣିଷ ଭଳିଆ। ଏଇନା ପଶିଲା ସେ ଗାତରେ, ଏଇନା ତାକୁ କେମିତି ଧରିବେ ଦେଖନ୍ତୁ। ଏଇଟା ଉଠିଗଲା, ଏଇନା ମାନେ ଧରିଲା, ଏଇନା ଚାଲିବ। ହାତୀ ଯେମିତି ଷଣ୍ଢର ଧରିବ ସେମିତି ଧରିଲେ ଏଇନା ଚାଲିବ। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ଏଇଟା ପୁରା ଉଞ୍ଚା ଥିଲା, ଦେଖ ଜେସିବିରେ କାଟିକି ଏଠି ରାସ୍ତା ବନେଇ ଦେଇଛି। ତ ଯିବା ଟିକେ ତଳ ଆଡ଼କୁ, ଦେଖନ୍ତୁ ରାସ୍ତାଟା କେମିତି ହେଇଛି, ତଳ ଆଡ଼କୁ ଯିବା ଟିକେ ଦେଖିବା ରାସ୍ତାଟା କେମିତି ବନାଇଛି। ଆଉ ଯୋଉ ଟ୍ରକଟା ଦେଖୁଛନ୍ତି, ସେଇ ଟ୍ରକଟା ଏଇ ବାଟେ ଉଠେଇବ, ଏପଟେ ଉଠେଇକି ଏପଟକୁ ଆସିବ। ନଦୀ ମଝିକୁ ଟିକେ ଯିବା। ଆମ ନଦୀଟା ଏମିତି ଅଛି, ଏଇଟା ଦେଖିପାରୁଥିବେ, ଏମିତି ହେଇକି ଏମିତି ଅଛି, ଏଇଠି ପୋଲଟା ହବ। ଏଠି ମୁଁ ଦିନେ ବି ଆସିନି, ଆଜି ଯାଇ ମୁଁ ଆସୁଛେ ଘର ପାଖରେ, କିନ୍ତୁ ମୁଁ ଆସିପାରୁନଥିଲି ଇଆଡ଼େ ସିଆଡ଼େ କାମ କରିକି, କିନ୍ତୁ ଆଜି ଟିକେ ମୁଁ କହୁଛି ବୁଲି ଆସିବି ଟିକେ। ଏଠି ନଦୀଟା କେମିତି ବନେଇ ଦେଇଛନ୍, କେନାଲ ବନେଇ ଦେଇଛନ୍, ଏଠି ବନ୍ଧ କରିଦେଇକି ରାସ୍ତା ବନେଇ ଦେଇଛନ୍, ଏଇଠି ପାଣିଟା ପରଉଛି। ପୋଲ ବାଲାର ସବୁ ସିଷ୍ଟମ ଆଣିକି ରଖିଦେଇଛନ୍ତି ଏଠି। ଏଠି ପାଣିଟାକୁ ବାହାର କରିଦେଇଛନ୍ତି, ଏମିତି ହେଇକି ନଦୀଟା ଗଲା। ଦେଖିପାରୁଥିବେ ଏଠି ଆହୁରି ଛାଡ଼ିବେ ବୋଧେ, ପାୟା ଉଠାଇ ଦେଇଛି ଗୋଟେ ଆଉ। ଆମ ନଦୀଟା କେମିତି କାମ ହଉଛି ଦେଖନ୍ତୁ। ନଦୀ ଆଡ଼କୁ ଟିକେ ମାଟିଟା ଓହ୍ଲେଇ ଦଉଛି ଆଉ। ଟ୍ରାକ୍ଟର ଗୋଟେ ଆସିଗଲା ମାଟି ନେଇକି। ମାଟି ସବୁ ବିଲରୁ ଅଣାହଉଛି। ବର୍ତ୍ତମାନ ଚାଲିଛି ଆଉ, ତାପରେ
ଫୁଲ କାମ ଷ୍ଟାର୍ଟ ହବ। ଏଇନା ହାଇଡ୍ରୋଲିକ୍ ମାରିବ। ପତଲା ଏବେ ଖାଲି ମାଟି ଟାଣା ହଉଛି, ମାଟି ଫିଲିଂ ହଉଛି ଏଗାରେ ଆଉ। ମାଟି ଫିଲିଂ ହେଇ ସାରିଲା ପରେ ମାନେ ଏଇଗା ପୁତା ହବ ଆଉ। ଏଇ ରଡ୍ କେତେ ମୋଟା ମୋଟା ରଡ୍ ଦେଖନ୍ତୁ, ପୁରା ମୋଟା ମୋଟା। ଏବେ ଦୁଇଟା କଣ ତଳକୁ ଯିବ, ମାନେ ଗୋଟେ ଅଛି ବୋଧେ 30-40 ଫୁଟ ଖଣ୍ଡେ ଅଛି, ତା ତଳକୁ ଦୁଇଟା ପଡିବ, ମାନେ 30-30 ଖାନେ ଷାଠିଏ, 40-40 ଖାନେ ଅଛି, ତାପରେ ଢଳେଇ କରାହବ। ତ ସାଙ୍ଗମାନେ ଦେଖିପାରିଲେ ଆମ ଗାଁରେ କେମିତି ପୋଲ ତିଆରି ଚାଲିଛି। ଆଉ ଆପଣମାନେ ଯଦି ଆମ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିଦେବେ, ଭିଡ଼ିଓକୁ ଲାଇକ୍ କରିଦେବେ। ଆଉ ତ ସାଙ୍ଗମାନେ ଆଉ ଭିଡ଼ିଓ ଲମ୍ବା କରିବେନି, ଏତିକି ରହୁଛି। ଜୟ ଜଗନ୍ନାଥ।